ओम आदि अनादि अनंत आत्मेभ्यो भगवते अवधूत बायापागला देवाय नमो नमः। एगृह संसार अटई अति कूट धर्म व्याकुल सर्वदा मानव तहि हई मगन प्रतिकार तार କରିବା ପାଇଁ ନାନା ବ୍ୟାପାରେ ଦୁଃଖ ସୁଖ ମଣି ହୁଅଇ ରତ ସଦା ତହିଁରେ କୁଟୁମ୍ବ ପୋଷଣ ନିମିତ୍ତ ଅର୍ଜି ଧନ ବହୁତ ହିଂସା କର୍ମ ତେଣୁ ଆଚରେ ଅର୍ଥେ ବଳାଇ ଚିତ ତାହାଙ୍କୁ ପୋଷିବା ନିମିତ୍ତ ଦୁଃଖ ସହଇ ନିତ୍ୟ ନରକ ଯନ୍ତ୍ରଣା ଭୋଗଇ ହେଲେ ଏ ଦେହ ହତ ଦୈବର ଦୁର୍ବିପାକରେ ନଷ୍ଟ ହେଲେ ଜୀବିକା ପୁଣି ଆରମ୍ଭ ବାରକୁ ବାର ନ କରି ଶଙ୍କା ସମରଥ ଥିବା ଯାଏଟି ନାନା ଉପାୟ କଲେ ଅସମର୍ଥ ହେଲେ କରଇ ଲୁଭ ପରଦନରେ କୁଟୁମ୍ବ ପୋଷଣେ ହରି ଦିନ ନିନ୍ଦିତ କର୍ମେ ପୂର୍ବ ଜନ୍ମ ପୁଣ୍ୟ ନାଶୀ ପର ଧନ ହରଣେ ପର ଜନ୍ମେ ହଇ ଦରିଦ୍ର ଦିନ ବଞ୍ଚେ ଆପଦେ ବୃଥାରେ ଉଦ୍ୟମ କରି ନ ଲଭିଣ ସମ୍ପଦେ ଅର୍ଥହୀନ ହେଲେ ସତତ ଚିନ୍ତାକୁଳ ହୁଅଇ ଶରୀର ତାହାର ଚିନ୍ତାଗ୍ନି କ୍ରମେ ନାଶ କରଇ କୁଟୁମ୍ବକୁ ପୋଷି ନ ପାରେ ହୋଇ ସେ ବୃଦ୍ଧ ଅତି ସମର୍ଥ ବିହୀନେ ନିଜର ଘରେ ହୁଏ ଅତିଥି ବୃଦ୍ଧ ହେଲେ ଦ୍ୱାରା ତନୟ ଆଦରକୁ ତେଜନ୍ତି ଯେସନେ କୃଷକ ବଳଦ ହଡ଼ା ହେଲେ କରନ୍ତି ଗୃହାଦି ବାରତା ତଥାପି ସ୍ନେହ ଭୋଳେ ପୋଛଇ ଫଳରେ କର୍କଶ ବଚନ କର୍ଣ୍ଣେ ନିତ୍ୟ ଶୁଣଇ ଦୁଃଖରେ ଯାହାଙ୍କୁ ପୋଷିଲା ତାକୁ ଛାଡ଼ିଲେ ସର୍ବେ ରୂପକାନ୍ତି ଜରା ହରନ୍ତେ ସ୍ନେହ ନ ଛାଡ଼େ ତେବେ ବୈରାଗ୍ୟ ଉଦେ ନ ହେଲା ମୃତ୍ୟୁ ନିକଟ ଭକ୍ଷ ଦ୍ୱାରା ସୁତ ଦିଅନ୍ତି କରି ନାନା ଆକଟ ଗୃହ ମଧ୍ୟ ଶ୍ୱାନ ପରାଏ ଅନକୁ ସେ ଭୁଞ୍ଜଇ ଦିନୁ ଦିନ ଚିନ୍ତା ଜରରେ ମନ ପୀଡ଼ା ଲଭଇ ଖର ଶ୍ୱାସ ନାସା ଦୁଆରେ ଦୀର୍ଘ ହଇ ବହଇ କମ୍ବୁ ସ୍ୱର ଯେହ୍ନେ ଗଭୀର ଭୟଙ୍କର ଶୁଭଇ ବଚନ ନୁହଇ ବାହାର କଣ୍ଠରୁଦ୍ଧ ହୁଅଇ ବଚନ ନୁହଇ ବାହାର କଣ୍ଠରୁଦ୍ଧ ହୁଅଇ ସକଳେ କରନ୍ତି ରୁଦନ ତାର ଗୁଣକୁ ଭାଳି କାଳ ପାଶେ ବନ୍ଧା ହୋଇନ ଶେଷେ ଯାଏ ସେ ଚଳି ଇନ୍ଦ୍ରିୟକୁ ଜିଣି ନ ପାରି ଲଭିଲା ସେ ମରଣ ତା ଦୁଃଖରେ ଭାଗି ନ ହେଲେ ବନ୍ଧୁ ବାନ୍ଧବ ଗଣ ଯାକୁ ଦୁଃଖ ସହି ପୋଷିଲା ତେଜିଲେ ସେ କାଳରେ କେଉଁ ସୁଖ ଆଉ ରହିଲା ଏହି ମାୟା ସଂସାରେ
ଖାଦ୍ୟ ପାଇଁ ହିଂସ୍ର ଜନ୍ତୁ ତ ଜୀବବଧ କରଇ, ବିନା ପ୍ରୟୋଜନେ ମନୁଷ୍ୟ ନାନା ଜୀବେ ଦଣ୍ଡଇ। ଦେବାସୁର ଗଣେ ଅଛନ୍ତି ଏ ମନୁଷ୍ୟ ଘଟରେ, ଅସୁର ସର୍ବଦା ପୀଡ଼ନ୍ତି ଦେବତାଙ୍କୁ ମହିରେ। ଦେବକୁଳ ରକ୍ଷା ନିମିତ୍ତ ସେହି ଦେବାଧିରାଜ, ଗୋଟେ ଅବତାର ହୁଅନ୍ତି ଏହା ମନରେ ହେଜ। ଅସୁରଙ୍କ ଦର୍ପ ପାରିଲା ନାହିଁ ସହି ଧରଣୀ, ନିବେଦନ କଲା ଛାମୁରେ ତାର ମର୍ମ କାହାଣୀ। ତାହାର ଦୁର୍ଦ୍ଦଶା ଦେଖିନ ସେହି କ୍ଷୀରାବ୍ଧି ସାହି, ଦେହ ରୂପେ ମତେ ଆସିନ କଲେ ଉଶ୍ୱାସ ମହି। ପ୍ରକୃତି ଗଣ ଏ ଶରୀରେ ବୋଲାନ୍ତି ଅସୁର, ନିବୃତ୍ତି ମାନଙ୍କୁ ସରବେ ସଦା କହନ୍ତି ସୁର। ପରମାତ୍ମା ହେଲେ ବିକାଶ ପ୍ରକୃତି ଏ ମରନ୍ତି, ନିବୃତ୍ତି ଦେବତା ଅବନୀ ମତେ ସୁଖୀ ହୁଅନ୍ତି। ଏ ଜଡ଼ ଜୀବନ ଅଛି ଏହି ଦେହେ ରାଜନ, ସୁଖୀ ହୁଏ କଲେ ପ୍ରାର୍ଥନା ସେହି ନନ୍ଦ ନନ୍ଦନ। ଆତୁରରେ ଯେହୁ ଡାକଇ ସେହି ଆର୍ତ୍ତ ତ୍ରାଣଙ୍କୁ, ନିଶ୍ଚୟ ସେ ଦୟା କରନ୍ତି କ୍ଷମୀ ଅପରାଧକୁ। ରେ ମନ କହୁଛି ତାହାଙ୍କୁ ଡାକ ସଦା ସର୍ବଦା, ହୃଦେ ହେବେ ତୋର ପ୍ରକାଶ ଘେନି ଲକ୍ଷ୍ମୀ ଶାରଦା। ପଥ ମଧ୍ୟରେ ଥିଲା ଏକଦା ଏକ ତେନ୍ତୁଳି ବୃକ୍ଷ, ତାହା ମୂଳେ ବାସ କରୁଣ ଥିଲେ ପୁରୁଷ ଏକ। ତପସ୍ୟାରେ ତହିଁ କଟିଲା 200 ବତ୍ସର, ତଥାପି ସେ ପାଇ ପାରିଲେ ନାହିଁ ବିଭୁ ପୟର। ଏକଦା ନାରଦେ ଦର୍ଶନ କଲେ ସେ ସେହିଠାରେ, ଭଗବାନ ଦେଲେ ଖବର ତାଙ୍କ ଦର୍ଶନ ଲାଭେ। ଗୋଲକ ଭୁବନେ ପହଞ୍ଚି ବ୍ରହ୍ମଦର୍ଶୀ ମହର୍ଷି, ସକଳ ବୃତ୍ତାନ୍ତ ବିଭୁରେ କହିଗଲେ ବିଶ୍ଳେଷି। ଶୁଣିନ ସକଳ ଘଟଣା ବୈକୁଣ୍ଠ ବିହାରୀ, କହିଲେ ନାରଦେ କହିବ ସେହି ଭକ୍ତେ ମହରି। ତେନ୍ତୁଳି ବୃକ୍ଷରେ ଅଛଇ ଯେତେ ପତ୍ର ସଂଖ୍ୟାରେ, ତାହାର ନିଶେଷ ହଇଲେ ଦେବୀ ଦର୍ଶନ ବାରେ। ଏ ଶୁଭ ସମ୍ବାଦ ନେଇଣ ତାଙ୍କୁ ଦେଲେ ନାରଦ, ଶୁଣିଲା ମାତ୍ରକେ ତେଜିଲେ ସେହି ସେ ବୃକ୍ଷ ପଦ। ବୃକ୍ଷ ଆଶା ତେଜି ବନ୍ଦିଲେ ନାରଦଙ୍କ ଚରଣେ, ପରମେଶ୍ୱରଙ୍କ ଦର୍ଶନ ଲାଭ କଲେ ତକ୍ଷଣେ। ତେନ୍ତୁଳି ବୃକ୍ଷଟି ସଂସାର ତହିଁ ଆଶ୍ରିତ ଜନେ, ହୋଇଥିବା ଯାଏ ଯନ୍ତ୍ରିତ ହୁଅନ୍ତି ଜନ୍ମ ମରଣେ। ସଂସାର ତେନ୍ତୁଳି ବୃକ୍ଷକୁ ଯେହୁ ତ୍ୟାଗ କରଇ, କାଳେ ହେ ପରମ ବ୍ରହ୍ମଙ୍କୁ ଦର୍ଶନ ଲଭଇ। ଆଜ୍ଞା ନ ହଇଲେ କି ଧନ କିଏ ଦେବ କାହାକୁ, ଆଜ୍ଞାରେ ସରବେ ସଞ୍ଚଇ କରି ରଖନ୍ତି ତାକୁ। ରଜନୀ ଦିବସେ ପାଇଲେ
କଷ୍ଟ ନାନା ପ୍ରକାରେ ଯଦି ନ ଦିଅନ୍ତି ଶ୍ରୀହରି ଧନ ନ ମିଳେ ତାରେ। ତେଣୁ କରି ଧନ ଦରବ ତାଙ୍କ କୁଠ ଭଣ୍ଡାର ଏହାଠାରୁ ନେଇ କାହାକୁ ଦେଉଥାନ୍ତି ଈଶ୍ୱର। ଯେତେକ ଏ ଜୀବ ଭକ୍ଷଇ ତାର ପଦାର୍ଥ ସେହି ସଞ୍ଚୟ କଲାର ଦରବେ ଜଗୁଆଳ ହୁଅଇ। ଜାଣି ନର ନାରୀ ଏଭବେ ଧନର ସେ ନରସ ରସିଲେ ନିଶ୍ଚୟ ଜୀବନେ ପାଉଥିବ ପରାସ। ଧନକୁ ଅର୍ଜନ କରଇ ଯେହୁ ପର ଉଦ୍ଦେଶ୍ୟ ତାର ପ୍ରାଣ ଗଟି କୃତାର୍ଥ ହୋଇଯାଏ ତ ଶେଷେ। ଧନକୁ ସାଇତି ରଖିଲେ ସଦା ଜୀବଙ୍କ ମୁଖେ ସଦ୍ୟ ବିଷଦାନ ବୋଲାଏ ଦୁଃଖୀ ସେ ପର ଲୋକେ। କେବଳ ଶରୀର ରକ୍ଷାର୍ଥେ କର ଅନ୍ନ ସଂଗ୍ରହ ତେବେ ସିନା ବୁଝି ପାରିବ ଏହି ସଂସାର ମୋହ। ଢାଲ ତରୁଆଲ କରିଣ ଜ୍ଞାନ ବୈରାଗ୍ୟ ହେଳେ ଲୋଭ ମୋହ ମଦ ବିନାଶୀ ଜିଣି ଭକ୍ତି କୌଶଳେ। ପ୍ରାଣେ ପ୍ରାଣେ ପ୍ରଭୁ ଅଛନ୍ତି ଧନ୍ୟ ତାଙ୍କୁ ଯେ ଜାଣେ ପାରଥିବ ସୁଖ ଦୁଃଖରେ ତାର ଚିତ୍ତ ନରମେ। ହରଷ ବିଷାଦ ଜ୍ଞାନ ଜ୍ଞାନ ମାନାପମାନ ଅହଙ୍କାର ସହ ଅଟଇ ସବୁ ଜୀବ ଧରମ। ନିଜ ଭ୍ରମ କେହୁ ନ ବୁଝେ ଅଜ୍ଞାନରେ ମଜିନ ପର ଦୋଷ ଗଟି ଧରଇ ଜଡ଼ ଭାବରେ ପୁଣ। ପାଦ ବିନା କେହି ନ ଚଳେ କାନ ବିନା ନ ଶୁଣେ କର ବିନା କେହି କରମ ସାଧି ନ ପାରେ କ୍ଷଣେ। ଚକ୍ଷୁ ବିନା କେହି ରୂପରେ ମାଧୁରୀକୁ ନ ଜାଣେ ଆଘ୍ରାଣ ବିନା କେ ବାସନା ଜାଣିବ ବା କେ ଶନେ। ସ୍ପର୍ଶ ସୁଖ ତନୁ ନଥାଇ ଜାଣି ନ ପାରେ ଜୀବ ଭକତି ନଥିଲେ ଈଶ୍ୱର ସତା ନୁହେଁ ସମ୍ଭବ। ଜଗତ ମଙ୍ଗଳ ନିମିତ୍ତ କୃପା ସିନ୍ଧୁ ଶ୍ରୀହରି ନାନା ରଙ୍ଗେ ଖେଳ କରନ୍ତି ମର୍ତ୍ତ୍ୟ ଧାମେ ବିହରି। ମନ ରୂପେ ସବୁ ମନୁଷ୍ୟ ଘରେ ଅଛନ୍ତି ପୁରୀ ପ୍ରେମ ରୂପେ ସର୍ବ ଜୀବରେ ଛନ୍ତି ସଦା ବିହାରୀ। ସଜନକୁ ସୁଖ ଦିଅନ୍ତି ସୁରଗଣେ ମହନ୍ତି ଅବତାର ହୋଇ ଭୂଭାର ହରଣ ସେ କରନ୍ତି। କୁପଥ୍ୟକୁ ରୋଗୀ ଲୁଢ଼ଇ ବୈଦ୍ୟ ଦିଅଇ ନାହିଁ ଭକତଙ୍କ ପକ୍ଷେ କାମନା ସେହିପରି ଅଟଇ। କାମ୍ୟ କର୍ମ ଦୁଃଖଦାୟକ ହେଲେ ସଫଳ ନୁହିଁ ହିତାହିତ ଜୀବନ ବୁଝି ଅଶାନ୍ତିକୁ ଲଭଇ। ଭୁକ୍ତ ଦ୍ରବ୍ୟ ଦଗ୍ଧ ହୁଅଇ ଜଠରର ଅଗ୍ନିରେ ଶୁଭାଶୁଭ କର୍ମ ସେପରି ନାହିଁ ଭକ୍ତ ମଣ୍ଡଳେ। ନତରେ ଭବ ନଥିଲେ ସେବ୍ୟ ସେବକ ଭାବ ଏହାକୁ ସିଦ୍ଧାନ୍ତ ବିହାରୀ ଗୁରୁ ଚରଣେ ସେବ। ଚେତନକୁ ଜଡ଼ କରଇ ଜଡ଼େ ଚେତନ ପୁଣି ଏଡ଼େ ହେ ସମର୍ଥ ଯେ ଅଟେ ସେବ ତାହାଙ୍କୁ ଜାଣି।
ଗୁରୁ ଭକ୍ତି ମଣି ଯାହାର ହୃଦୟ ପାଏ ପ୍ରକାଶ, ଲୋଭ ମୋହ ହୋଇ ଦରିଦ୍ର ଥାନ୍ତି ତାହାଙ୍କ ପାଶ। ଅବିଦ୍ୟାନ୍ଧକାର ହୁଅଇ ଦୂରମଣି ଜ୍ୟୋତିରେ, କାମ କ୍ରୋଧ ଆଦି ରିପୁଏ ଡରେ ରହନ୍ତି ଦୂରେ। ମାନସିକ ରୋଗ ନିଧନେ ମଣି ଅଟେ ଔଷଧ, ଫଣି ମଣି ପରି ଭକତି ମଣି ନରେ ସୁଖଦ। ବେଦ ଶାସ୍ତ୍ର ଆଦି ପୁରାଣ ସବୁ ପୂତ ପର୍ବତ, ହରିଗୁଣ ଗାନ ତହିଁରେ ବୃକ୍ଷ ଲତାଦି ମତ। ଶ୍ରୀହରି ସମୁଦ୍ର ଅଟନ୍ତି ବର୍ଷା ଜଳ ସୁଜନ, ଶ୍ରୀହରି ଚନ୍ଦନ ତରୁଟି ସନ୍ଥ ଅଟେ ଚନ୍ଦନ। ଏହାକୁ ବିଚାର କରିଣ କରୁଥାଅ ସତ୍ସଙ୍ଗ, ଭକତି ସୁଲଭ ହଇବ ଘୁଞ୍ଚି ଯିବ ଦୁର୍ଯୋଗ। ବ୍ରହ୍ମ ପୟୁନିଧି ଅଟଇ ତହିଁ ଜ୍ଞାନ ମନ୍ଦିର, ପକାଇନ ସନ୍ତେ କାଢ଼ନ୍ତି ମନ୍ଥି ଭକତି ସାର। ବିନାଶ ଲୋଭଇ ସଂଶୟୀ ଅଜ୍ଞ ଶ୍ରଦ୍ଧା ବିହୀନ, ଏହି ଲୋକେ ସୁଖ ନ ଲଭେ କେବେ ଭକତିହୀନ। ଈର୍ଷା ଦ୍ୱେଷ ହିଂସା କାମନା ଶୂନ୍ୟ ହୁଏ ସନ୍ନ୍ୟାସ, ନିର୍ଦ୍ୱନ୍ଦରେ କାଳ କଟାଏ ହଇ ମୁକତି ପାଶ। ବିଶୁଦ୍ଧ ଆତ୍ମା ବିଜିତାତ୍ମା ଜିତେନ୍ଦ୍ରିୟ ଅଟଇ, ସର୍ବଭୂତେ କରି ନିବାସ ଭୂତ ଆତ୍ମା ବୋଲାଇ। ତତ୍ତ୍ୱବାନ ମନେ କରଇ କିଛି ନ ଜାଣେ ସେହି, ଇନ୍ଦ୍ରିୟ ପାଇଁକି ଇନ୍ଦ୍ରିୟ କର୍ମେ ସେ ପ୍ରବର୍ତ୍ତଇ। ବ୍ରହ୍ମକୁ ସ୍ମରଣ କରିଣ କର୍ମ ଯେ ଆଚରନ୍ତି, ପଦ୍ମପତ୍ରେ ଜଳ ପରାଏ କେବେ ଲିପ୍ତ ନୁହନ୍ତି। ଲୋକମାନଙ୍କର କର୍ମରେ କିଛି କର୍ତ୍ତୃତ୍ୱ ନାହିଁ, ନିମିତ୍ତ ମାତ୍ର ହଇଣ ଦେହି କର୍ମ ସାଧଇ। ସକଳ ପରାଣୀ ହିତରେ ରତ ଯେ ଜନ ଥାନ୍ତି, ବ୍ରହ୍ମ ନିର୍ବାଣ ସେ ଲଭିନ କଳମସ ନାଶନ୍ତି। ଜ୍ଞାନ ଅନୁଭବେ ଯାହାର ଆତ୍ମା ହୁଅଇ ତୃପ୍ତ, ଜିତେନ୍ଦ୍ରିୟ ସେହୁ ବୋଲାଏ ହଇ ଅବିଚଳିତ। ସର୍ବତ୍ର ତାଙ୍କୁ ଯେ ଦେଖଇ ସେହୁ ପୂଜା ଲଭଇ, ସୁଖ ଦୁଃଖ ସମ କରିଣ ଯୋଗୀ ବୋଲାଉଥାଇ। ଆତ୍ମା ସମର୍ପଣ ଯେ କରେ ଯୋଗୀ ହୁଅଇ ସେହି, ଶ୍ରଦ୍ଧାବାନ ହୋଇ ସର୍ବଦା ତାଙ୍କୁ ଚିନ୍ତା କରଇ। ଯେଉଁ ଯେଉଁ ଭାବ ଚିନ୍ତିନ ଜୀବ ଜୀବ ଛାଡ଼ଇ, ସେହି ସେହି ଭାବ ଘେନିନ ଜନମକୁ ଲଭଇ। କର କର୍ମ କରି ସ୍ମରଣ ତାଙ୍କୁ ମର ଭୂମିରେ, ମନ ବୁଦ୍ଧି କଲେ ଅର୍ପଣ ରହେ ସଂଶୟ ଦୂରେ। ଅଭ୍ୟାସ ଯୁଗରେ ବିଭୁଙ୍କୁ ସଦା ଚିନ୍ତା ଯେ କରେ, ପରମ ପୁରୁଷ ପଦପି ଲାଭ କରେ ସଧୀରେ। ଏକାକ୍ଷର ବ୍ରହ୍ମ ଓଙ୍କାର କରଇ ଯେ ସ୍ମରଣ, ପରମ ଗତିକୁ ସେ ଲଭେ ଯଦି ଯାଏ ଜୀବନ। ସମର୍ପଣ ଯେହୁ କରଇ ଶୁଭାଶୁଭ କରମ, ତାହାର ପକ୍ଷରେ କରମ କେବେ ନୁହେଁ ବନ୍ଦନ। ସର୍ବଭୂତେ ବାସ ତାହାର
ନାହିଁ ତା ପ୍ରିୟା ପ୍ରିୟ ଭକ୍ତିରେ ତାହାକୁ ଯେ ଡାକେ ତାକୁ ହୁଏ ସଦୟ। ଯାର ଶୁଭାଶୁଭ ନଥାଏ ନାହିଁ ସୁଖ ହରସ ଭକ୍ତିମାନ ସେହି ହଇନ ଲୋକେ ପାଏ ପୌରୁଷ। ସତଗୁଣ ଜ୍ଞାନ ଜନମେ ରଜଗୁଣରୁ ଲୋଭ ମୋହ ପ୍ରମାଦର ଜନକ ତମ ଅଜ୍ଞାନୁଭବ। ଉଚ୍ଚେ ଶତଗୁଣୀ ଭ୍ରମନ୍ତି ମଧ୍ୟେ ରାଜସ ଗୁଣେ ଅଧୋଗାମୀ ହେଲେ ହୁଅନ୍ତି ତମ ଗୁଣୀ ଯେମାନେ। ନିଷ୍କାମ ଯଜ୍ଞଟି ସାତ୍ତ୍ୱିକ କାମନାରେ ରାଜସ ଶ୍ରଦ୍ଧାହୀନ ବିଧି ବିହୀନ ଯଜ୍ଞ ହୁଏ ତାମସ। ସାଧନା ପଥରେ ପଥିକ ଯେବେ ଲଭେ ନିଧନ ତା ପକ୍ଷେ ମରଣ ଅଟଇ ଅମୃତର ସୋପାନ। ପୁଣି କୁପଥରେ ଯେ ଜନ ଗତି କରୁଣ ଥାଇ ତା ପକ୍ଷରେ ଦୁଃଖଦାୟକ ମରଣଟି ଅଟଇ। ଆଦର୍ଶ ଜୀବନ ଯାପନେ ଯେହୁ ଚେଷ୍ଟା କରଇ ମୃତ୍ୟୁ ପରେ ସେହୁ ଜନମ ଭବେ ଯଶସ୍ୱୀ ହଇ। ପର ସେବା ପାଇଁ ଜୀବନ ଧରି ରହେ ସଂସାରେ ନାନା କୁଯନ୍ତ୍ରଣା ଭୋଗଇ ଜୀବ ଅନ୍ୟ ଭାବରେ। ସତ୍ୟ ଉପଦେଶ ହୁଅଇ ସ୍ଥଳ ବିଶେଷେ ହତ ସତକର୍ମ କୃତ କାର୍ଯ୍ୟକୁ ଲଭେ ସକଳ କ୍ଷେତ୍ର। ଭଲ ମନ୍ଦ ଯେବେ ଦେଖଇ ଲୋକ କେବେ ଚକ୍ଷୁରେ ଉତ୍ତେଜିତ ତହିଁ ହୁଅଇ ଅଜ୍ଞାନତା ମୋହରେ। ଗୋଟିଏ କୁକର୍ମ ଆଶ୍ରିତେ ବହୁକୁ ଗୁଣ ବଢେ ଏକ ସୁକର୍ମର ସେବାରେ ଆସେ ସୁଗୁଣ ଦୃଢେ। ଦୁଇ ଗୋଟି ଶକ୍ତି ରଖିଣ ଛନ୍ତି ବିଭୁ ଜଗତେ ଅସମ୍ପୂର୍ଣ୍ଣ ତହୁଁ ଗୋଟିଏ ଅନ୍ୟ ସମ୍ପୂର୍ଣ୍ଣ ନିତ୍ୟେ। ସମ୍ପୂର୍ଣ୍ଣ ଶକ୍ତିର ଆଦେଶେ ଜୀବ ଛାଡ଼ଇ ସ୍ୱାର୍ଥ ଅସମ୍ପୂର୍ଣ୍ଣ ଶକ୍ତି ବଳରେ ସ୍ୱାର୍ଥେ ହୁଏ ଜଡ଼ିତ। ସଂସାର ବନ୍ଧନ ତୁଟଇ ହେଲେ ନିଃସ୍ୱାର୍ଥପର ସ୍ୱାର୍ଥପର ହେଲେ ହୁଅଇ ମାତ୍ର ଯନ୍ତ୍ରଣା ସାର। ସ୍ୱାର୍ଥପର ହେଲେ ହୁଅଇ ମାତ୍ର ଯନ୍ତ୍ରଣା ସାର। ସ୍ୱାର୍ଥପର ହେଲେ ହୁଅଇ ମାତ୍ର ଯନ୍ତ୍ରଣା ସାର।